ବୁଝାଇ କହୁଛି ଏ ପୁରାଣ ଜ୍ଞାନ ସୁଜନ ବୁଝାଇ କହୁଛି ଏ ପୁରାଣ ଜ୍ଞାନ ଶୂନ୍ୟ କେହି ନଥିଲେ ଭୋଜନ କେହି ନଥିଲେ ଭୋଜନ କ୍ଷୀର ସମୁଦ୍ରରେ ଦେଖ ପ୍ରଭୁ ସେହି ନାରାୟଣ ପ୍ରଭୁ ସେହି ନାରାୟଣ ସୃଷ୍ଟିଟା ଶୂନ୍ୟମୟ ହେଇଥିଲା ନାମ ରୂପରେ ଭଗବାନ ଏଟା ବିଷ୍ଣୁ ପୁରାଣର କଥା ନାମ ରୂପରେ ଭଗବାନ କ୍ଷୀର ସମୁଦ୍ରରେ କେବଳ ଜଣେ ନାରାୟଣ ଶୟନ କରିଥିଲେ ଆଗ ସୃଷ୍ଟି ହୋଇଥିଲା ଶୂନ୍ୟ କେହି ନଥିଲେ ଭୋଜନ କେହି ନଥିଲେ ଭୋଜନ ସେହି ସମୟରେ ଦେଖ ସେହି ସମୟରେ ଦେଖ ନାଭି କୁଣ୍ଡ ପଦ୍ମ ଜନ୍ମ ଶୁଣ ସୁଜନ ଏ ପୁରାଣର ଜ୍ଞାନ ଶୁଣ ସୁଜନ ଶୁଣ ସୁଜନ ପୁରାଣର ଜ୍ଞାନ ଯେତେବେଳେ ଭଗବାନ ନାରାୟଣ କ୍ଷୀର ସମୁଦ୍ରରେ ଏକଲା ଶୂନ୍ୟମଳ ଜଳ ଭିତରେ ଶୟନ କରିଛନ୍ତି ଭଗବାନ ବିଷ୍ଣୁଙ୍କର ନାଭିରୁ ଗୋଟେ ପଦ୍ମ ଫୁଲ ଜନ୍ମ ହେଲା ସେଇ ପଦ୍ମ ଫୁଲରୁ ଗୋଟେ ପୁଅ ଦିବ୍ୟ ପୁରୁଷ ଜନ୍ମ ହେଲେ ତାଙ୍କର ନାମ ହେଲା ବେଦପତି ବ୍ରହ୍ମା ବୁଝିଲ ତ ବ୍ରହ୍ମା ଯେତେବେଳେ ଜନ୍ମ ହେଲେ ସେ ସମୟରେ କିଏ 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 ନାଇଁ ପାଇ ବ୍ରହ୍ମା ମନରେ ଚିନ୍ତା କରୁଛନ୍ତି ଯେ ମତେ କିଏ ସୃଷ୍ଟି କଲା ମୁଇଁ କାହାର ପୁଅ କେଁ ଯେ ମୁଇଁ ଜନ୍ମ ହେଲି ତ ବ୍ରହ୍ମା ଖୋଜବା ପାଇଁ ଭଗବାନ ବିଷ୍ଣୁଙ୍କର ନାଭିରୁ ଯେନ୍ କମଳ ଫୁଲ ଜନ୍ମ ହେଇଥିଲା ଫୁଲ ଭିତରେ ତ ଗୋଟେ ନଡା ଥିସି ସେ ନାଡକେ ଖୋଜି 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 ହଉଛନ୍ତି ତାଙ୍କର ଅନ୍ତ ନେଇ ପାଉଛନ୍ତି କେନ୍ ଲगे ବି ସେ ନାଡଟା ନେଇ ସରୁଛି ବ୍ରହ୍ମା ହରିଆଣରେ ପଡିଗଲେ ତାପରେ ଭଗବାନ ବିଷ୍ଣୁ ଦର୍ଶନ ଦେଇକରି କହିଲେ ଯେ କେବଳ ମୁଇଁ ହିଁ ତମକୁ ଜନ୍ମ କରିଛି ତୁମକୁ ଜନ୍ମ କରିବାର ଉଦ୍ଦେଶ୍ୟ ହଉଛି ଇ ସୃଷ୍ଟିଟାକେ ତୁମେ ସିର୍ଜନା କର ନନିଲ ଆଗ ସେହି ସମୟରେ ଜାଣ ସୃଷ୍ଟିକୁ ସେ କଲେ ନିର୍ମାଣ କଲେ ନିର୍ମାଣ ସେହି ସମୟରେ ଜାଣ ସୃଷ୍ଟିକୁ ସେ କଲେ ନିର୍ମାଣ କଲେ ନିର୍ମାଣ ଏଠୁ ଅନ୍ତେ ଯାଏନା सुन सुन सुजन तुम सते देन मन सुन सुजन सुन सुजन तुम देन मन
ବ୍ରହ୍ମଦେବଙ୍କୁ ଆଦେଶ ପାଇଲା ପରେ ସୃଷ୍ଟି ଯାକୁ ସେ ନିର୍ମାଣ କଲେ। ସେଇ ସୃଷ୍ଟିରେ ଅନେକ ପ୍ରକାର ଜୀବଜନ୍ତୁ ଜନ୍ମ କଲେ। 56 କୋଟି ଜୀବକୁ 52 କୋଟି ଭଣ୍ଡାର। ତ ସେ ମଧ୍ୟରୁ ମା ସରସ୍ୱତୀଙ୍କୁ ମଧ୍ୟ ତାଙ୍କର ମୁଖରୁ ଜନ୍ମ କରିଥିଲେ ବ୍ରହ୍ମା। ସରସ୍ୱତୀ କାହାର ପତ୍ନୀ ଜାଣିଛ? ବ୍ରହ୍ମାଙ୍କ ସଙ୍ଗତେ ସେମାନେ ବିରତି ସିନା କରିଥିଲେ ସୃଷ୍ଟିକୁ ଧ୍ୱନି ଶବ୍ଦ ଆଣିବା ପାଇଁ। ଯେତେବେଳେ ଏ ସୃଷ୍ଟିଟା ନିର୍ମାଣ କଲେ ବ୍ରହ୍ମଦେବ କିଏ କଥା କହିବାର ନେଇ ଶିଖିଥିଲେ। ପାଣି ବହୁଥିବା ତାର ଶବ୍ଦ ନେଇଥାଏ, ପବନ ବହୁଥିବା ତାର ଶବ୍ଦ ନେଇଥାଏ। ତ ମୁଖରୁ ଜନ୍ମ କଲେ ମା ସରସ୍ୱତୀଙ୍କୁ। ଆଉ ସେଇ ସରସ୍ୱତୀ ଗୋଟେ ନଦୀ କୂଳରେ ବସିକରି ବୀଣା ବାଦନ କଲେ। ଆଉ ସେ ଧ୍ୱନି ଶବ୍ଦକେ ଶୁଣିକରି ସମସ୍ତେ କୀଟ ପତଙ୍ଗ ତରୁ ତରୁଣ ସମସ୍ତେ କଥା କହିବାର ଶିଖିଲେ। ତ ସରସ୍ୱତୀ କାହାକୁ ବିବାହ କରିଥିଲେ? ଭଗବାନ ବିଷ୍ଣୁଙ୍କୁ ମଧ୍ୟ ବିବାହ କରିଥିଲେ। ତ ବିଷ୍ଣୁଙ୍କ ଅଙ୍ଗରୁ ଯଦି ଗୋଟେ ପୁଅ ଜନ୍ମ ହେବା ବେଲେ ବିଷ୍ଣୁ ବ୍ରହ୍ମାକେ କାଇଁ ବୋଲିକରି କହିବେ? ବିଷ୍ଣୁଙ୍କ ନାଭିରୁ ବାହାରିଛେ ବେଲେ ବ୍ରହ୍ମା ବ୍ରହ୍ମା ବିଷ୍ଣୁଙ୍କର ପିଲା ହେବାର କଥା। ବିଷ୍ଣୁଙ୍କର ପୁଅ ହେଲେ ବ୍ରହ୍ମା, ଏଟା ବିଷ୍ଣୁ ପୁରାଣ ଅନୁସାରରେ। ତ ବିଷ୍ଣୁଙ୍କର ପୁଅ ହେଲେ ବ୍ରହ୍ମା। ଆଉ ବ୍ରହ୍ମା ଯେନ୍ ଝିଅକେ ଜନ୍ମ କରିଥିଲେ ବିଷ୍ଣୁ ବିବାହ କରିଥିଲେ। ଯେ ଇ ଦୁଇଟା ବାପ ବ୍ରହ୍ମାଙ୍କର ଟୁକିଲ କେ ଯଦି ବିଷ୍ଣୁ ବିବାହ କରିଥିଲେ ବୋଲି ମାନେ ଜୟ ପୁଅ ମଧ୍ୟ ହେଇଥିଲେ। ଏହିପରି ପୁରାଣ ଜ୍ଞାନ ଶୁଣ ହେ ସଭାଜନ, ଶୁଣ ହେ ସଭାଜନ। ଏହିପରି ପୁରାଣ ଜ୍ଞାନ ଶୁଣ ହେ ସଭାଜନ, ଶୁଣ ହେ ସଭାଜନ। ବିଷ୍ଣୁ ପୁରାଣର କଥା, ବିଷ୍ଣୁ ପୁରାଣର କଥା କର ଶ୍ରବଣ। ଶୁଣ ସୁଜନ ଏ ପୁରାଣର ଜ୍ଞାନ, ଶୁଣ ସୁଜନ, ଶୁଣ ସୁଜନ ଏ ପୁରାଣର ଜ୍ଞାନ। ବାପାର ମାଂସକେ କିଏ ଖାଇଲା? ଏଟା ହଉଛି ମହାଭାରତର ବିଚିତ୍ର ଲୀଳାର ବାପାର ମାଂସକେ ପୁଅ ଖାଇଲା। ମହାଭାରତ କାଳରେ 7 ଜଣ ସମସ୍ତେ ଜାଣି ପାରୁଥିଲେ ଯେ ଆଗ ସତ ଭବିଷ୍ୟତରେ କାଣା ଘଟବା। କିଏ କିଏ? ସମସ୍ତଙ୍କର ନାମ ସ ଅକ୍ଷରେ ଯାଉଥିଲା। ଶ୍ରୀକୃଷ୍ଣ, ଶକୁନି, ଶୃଗାଳ, ସହଦେବ, ସଞ୍ଜୟ, ସୁଦେଶନା, ଆଉ ଗୋଟେ ଏନ୍ତା କରି 7 ଲୋକ ଜାଣି ପାରୁଥିଲେ। ତ ଶକୁନି ତ ଇ ମାନେ ଜାଣି ପାରୁଥିଲେ ଯେ ମହାଭାରତ ଯୁଦ୍ଧରେ କିଏ ମରବା ଆଉ କିଏ ବଞ୍ଚବା। ତ ସେ ମଧ୍ୟରୁ ଗୋଟେ ସହଦେବ ମଧ୍ୟ ଥିଲେ। ସହଦେବ କାହିଁ ଯେ ତ୍ରିକାଳଦର୍ଶୀ ହେଇଥିଲେ। ତାଙ୍କର ବାପା ପଣ୍ଡୁ ରାଜା ମଧ୍ୟ ତ୍ରିକାଳଦର୍ଶୀ ଥିଲେ। ତ ପଣ୍ଡୁ ରାଜା ବ୍ରହ୍ମରୁ କେବଳ ସହଦେବ ଜନ୍ମ ହେଇଛନ୍ତି। କୁନ୍ତୀଙ୍କ ଗର୍ଭରୁ 6ଟା ପୁଅ ଜନ୍ମ ହେଲେ କିନ୍ତୁ 6ଟା ବାପା ଅଲଗା ଅଲଗା। କାହିଁ ଯେ ତାଙ୍କର 6ଟା ପୁଅ ଅଲଗା ଅଲଗା ହେଲେ? ଦିନେ ରାଜା ପଣ୍ଡୁ ଶିକାର କରିବା ପାଇଁ ଅରଣ୍ୟକେ ଯାଇଛନ୍। ତ ସେହି ସମୟରେ ଅଗ୍ନିକା ଋଷି ତାଙ୍କର ସ୍ତ୍ରୀ ସାଙ୍ଗେ ଦିନ ବେଲିଆ ପ୍ରେମ କରୁଥିଲେ। ତ ଦିନରେ ପ୍ରେମ କରବାଟା ପୁରାଣରେ ଅନିବାର୍ଯ୍ୟ କରାଯାଇଛି। ଦିନ ବେଲେ ପ୍ରେମ କରବାଟା ନୁହେଁ। କିନ୍ତୁ ଅଗ୍ନିକା ଋଷିଙ୍କର ପତ୍ନୀ ନେଇ ମାନିଲେ ମତେ ଇହାଦେ ଏକା ପ୍ରେମ ଦରକାର। ତ ମୁଇଁ ତ ମାନବ ଶରୀର ଧରିକରି ତମର ସଙ୍ଗେ ପ୍ରେମ ନେଇ କରିପାରେ। ତୁମେ ମୁର୍ଗୁଣୀ ହିଅ ଆଉ ମୁଇଁ ମୃଗ ହେସି। ଇ ଜଙ୍ଗଲ ଭିତରେ ଆମେ ଶୃଙ୍ଗାର କର୍ମା। ଅଗ୍ନିକା ଋଷି ମୁର୍ଗୁଣୀ ଏବଂ ମୃଗ ହେଇକରି ତାଙ୍କର ପତ୍ନୀ ସଙ୍ଗେ ଯେତେବେଳେ ପ୍ରେମ କରୁଛନ୍ ପଣ୍ଡୁ ରାଜା ଶିକାର କରିବା ପାଇଁ ସେ ଅରଣ୍ୟକେ ଯାଇଛନ୍। ସେ ମନେ ନେଇ ଜାଣି ପାରି କରି ଏଟା ମୃଗ ଏ ବୋଲି କରି ଅଗ୍ନିକା ଋଷିକେ ସର ମାରି ଦେଇଛନ୍। ତ ଅଗ୍ନିକା ଋଷିଙ୍କର ମୃତ୍ୟୁ ହେଇଗଲା। ତ ଅଗ୍ନିକା ଋଷି ପଣ୍ଡୁ ରାଜାକୁ ଅଭିଶାପ ଦେଲେ। ସ୍ତ୍ରୀ ପୁରୁଷ ସମ୍ଭୋଗ କଲା ସମୟରେ ତୁମେ ଆମକୁ ସର ବିଦ୍ଧ କରିଛ। ଅଭିଶାପ ଦଉଛେ ପଣ୍ଡୁ ରାଜା, ତମ ସ୍ତ୍ରୀ ସଙ୍ଗେ ଯଦି ତୁମେ ସମ୍ଭୋଗ କରବ ବେଲେ ତୁମର ମୃଦୁନା ଫାଟିକର ମୃତ୍ୟୁ ହେଇଯିବା। ତ ପଣ୍ଡୁ ରାଜାଙ୍କର 2ଟା ପତ୍ନୀ ଥିଲେ। କିଏ କିଏ? ମାଦ୍ରୀ ଏବଂ ମାଦ୍ରୀ ଆଉ କୁନ୍ତୀ।
তো কুন্তি এ বাবু যা আধার কার্ড আনবো তোমার নেতৃত্ব না যা তো ছটা পুଅ କୁନ୍ତି ଜନ୍ମ କରିଥିଲେ ଧର୍ମ ଠାରୁ ପାଇଥିଲେ ଯୁଧିଷ୍ଠିର ପବନ ଠାରୁ ପାଇଥିଲେ ଭୀମ ଅର୍ଜୁନ ଇନ୍ଦ୍ର ଠାରୁ ଜନ୍ମ ହେଇଥିଲେ ଅଶ୍ମିନୀ କୁମାର ଠାରୁ ଜନ୍ମ ହେଇଥିଲେ ନକୁଳ ଆଉ ପଣ୍ଡୁଙ୍କର ବ୍ରହ୍ମରୁ ଜନ୍ମ ହେଇଥିଲେ ସହଦେବ ତ ପଣ୍ଡୁ ରାଜା ଗୋଟେ ତ୍ରିକାଳଦର୍ଶୀ ଥିଲେ ମଧ୍ୟ ତ ସେଇ ସମୟରେ ପଣ୍ଡୁ ରାଜାଙ୍କର ଯେତେବେଳେ ମୃତ୍ୟୁ ହେଇଯାଇଛି ସେ ସହଦେବ ତାଙ୍କର ବାପାଙ୍କର ମାଂସକୁ ଟିକେ ଏନ୍ତା ତୁଣ୍ଡରେ ଚାଖିଥିଲେ ବୋଲିକରି ସେ ମଧ୍ୟ ତ୍ରିକାଳଦର୍ଶୀ ହେଇଥିଲେ କେବଳ ସହଦେବ ହିଁ ବାପାଙ୍କର ମାଂସକେ ଭକ୍ଷଣ କରିଥିଲେ ନନିହ ଈଶ୍ୱର ନନି ମହାଦେବ ବାବାଙ୍କୁ ତ ଆମେ ଡାକି ଡାକି ଥକି ଗଲୁ ମହାଦେବ ବାବା କାହିଁ ନା ଆମ ଡାକେ ନାଇଁ ଶୁଣୁଛ ତମେ ତ ଭଗବାନ ଫୁଲ ପ୍ରସାଦ କର ନେଇ ଦେବାର ଗো ଏ ମା তুমি হেন্তা কথা নাই কহ পারিবনি কাই হেলা যে রেঙ্গাল পতর দনা লো রেঙ্গাল পতর দনা দেখ ভগবানଙ୍କର ପାଇଁ କେତେ ଭୋଗ ରାଗ ଆଣିଛେ ମୁଁ ଇ ଫୁଲାଲିଆ ଛଟନେ କାନିଛ ଚୋଲ ଗୋଟେ ଦନା ସିନ୍ଦୁର ଟିକେ ମନ୍ଦାର ଫୁଲ ଅଗରବତୀ ବେଲପତ୍ର ଧୂପକାଠି ସମସ୍ତେ ଆସିছে ଦେଖ ଗো ବେଲପତ୍ର କେତେଟା ବେଲପତ୍ର ଅଛି ଯେ 3 କେଗିଆ 3 କେଗିଆ ବେଲପତ୍ର ତମେ এই ডাল পত্র দেলা কোনে তো ভগবান নেই শুনুছন গো কাহিলা হয় গো ভগবান কে তুমি ভল ভল জিনিস দেতা বেলে সিনা ভগবান ফিকি হেতে আর শুনতে पर खराब जिनिस है नहीं रे तो खराब दुकान के जीवार माही देबो जिनिस पेबो के ए बहु तमे भगवान लागि बेलपत्र आनिछ भगवान के बेलपत्र चढ़ेछ भगवान सुनबे बोली करी हेले तमे ई बेलपत्र आनबाटा आनिछ जे सर्वप्रथम ई बेलपत्रटा केन जगह रे जन्म हैला काय जिनिस रु जन्म हैला आर सर्वप्रथमे भगवान के किए बेलपत्र चढ़ेथिले जे सब भक्त माने बेलपत्र चढ़छन बाबा के से कथा टिए कहत ओ ए मां जे हेटा गुटे कहबार जिनिस है हां जे कहमी होय गो बेलपत्र कथा हां हां सुनो त मन ध्यान आगो हे सुनो रे मोर नणंदे एत पुराण रीति एक दिन लक्ष्मी विष्णु को पचारिले से विधि अरे खाबार टाइम जानी छन ना दारदरी माने अमरती भरी छन हे सुनो रे मोर ननंदे एत पुराण रीति एक दिन लक्ष्मी विष्णु को पचारिले से विधि कहा पूजा कर किए सुल्ताने तार पूजा करी पाइली मोहि पुण्यर फल दिने भगवान विष्णु जेते बेले अनंत सज्जारे सहीचन मां लक्ष्मी जेकर विष्णु को पचराले प्रभु नारायण विश्व ब्रह्मांड रे मैं कहार पूजा करे मैं मुक्ति पाइनी बोले तो विष्णु का बोले आको लक्ष्मी कर मुख चाहिन से जे जगत नाथ शिव पूजा कर सखी गो मोर प्राण संगात शहे आठ पद्म धरिण तुमे पूजिब हर प्रसन्न होइबे सखी गो से जे पार्वती वर
लक्ष्मी হয় গো सबुठारु बड़ देवता हेले शिव শিব शिवंकर जदि पूजा करब हाँ निहाती भाबरे तुमर दुख कष्ट के से हरण करबे হয় গো शिव भजन बिना मोरे न पाए शिव के भजन करबो बोले एटा मोके आखा पाएला हां कोहमे गारंटी कोहमे हां एटा हवाजे বাবা 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 बागरथी गुड नामरे 50-50 टंका दुई बंधु प्रदान करिछन सेई राधा कृष्ण चरणारविंद रे तांकर मन रही थाउ बोलो आनंद एक बार एई ग्रामवासींकर मध्य मंगल हो एक बार तो महालक्ष्मी को जते विष्णु कहले मां लक्ष्मी काना कले जानि छ কারা কলে গো आगो 108 पद्म हरिर लक्ष्मी पूजिले हर कोटि पद्म दानिर मंत्र करे उच्चार ଏହା ଦେଖି ହର ଲକ୍ଷ୍ମୀକୁ ଆସି ପରେ ପରୀକ୍ଷା ପଦ୍ମ ଫୁଲ ଚାଲିଲେ ଦେଖ ପୁରାଣେ ଲେଖା हे 8टा पद्म फूल धरी करी हाँ शिवंकर पूजा करबा पई शिव मंदिर के जाउछन যাওছন महादेव देखि देले जे लक्ष्मी शिवंकर पूजा करबा पई जाउछन हाँ हाँ तो महालक्ष्मींकर कथा देखि करी महादेव चिंता कले হয় গো लक्ष्मी कने सते शिव भक्त हेतिबे हाँ शिवंकर पूजा करूछन হয় आज लक्ष्मी को टिके में परीक्षा करछि हाँ लक्ष्मी के दिए परीक्षा करती जदि लक्ष्मी जदि शिव पूजा करूछन बेले गंजी गुंजा हय लक्ष्मी गंजे पीकर शिव पूजा करबे नै एगो शिव परीक्षा अर्थ हैला अनेक भक्तन को अनेक परीक्षा करसन भगवान हाँ केनता परीक्षा कले लक्ष्मींकर 108टा पद्मरु 2टा पद्म फूल के महादेव लोचे दे हाँ हाँ तो महालक्ष्मी 106टा पद्म फूल चखाले चढ़ाले गो देखले जे तांकर 2टा पद्म फूल उणा हे जैछि हाँ मुई काना करमी यहाँ दे पूजारी जदी उठी जिमी बोले मोर पूजाटा असफल हे हे जीवा बोला लक्ष्मी काना कले কারা কলে आग बाम स्थान काटी लक्ष्मी शिवं को कले प्रदान ताहार स्थान काटिबा मात्रे शिव हेले प्रसन्न तुम पूजारे मु संतुष्ट मुहि हेली गो माता तुम स्थान जे जन्मिबा एका से बेला गछा महालक्ष्मी तांकर बाम स्थान के काटी करी शिवलिंग रे लगे देले हाँ हाँ सेटा गुटे स्थान फूल हिसाब रे হয় গো 106 रु 107टा फूल हे गला ହେଇଗଲା। जदी डाहाण स्थान जदी काटी देबी हाँ, हाँ। 108टा फूल हेतबा ହେଇ ଯିବା डाहाण स्थान के काटबार आगर महादेव सही नहीं पाए हाँ। आ लक्ष्मी को आशीर्वाद करे काय बोली गो लक्ष्मी हाँ तुम ठाव शिव भक्त किए नहीं नाही जो मैं तुमको आशीर्वाद करूचे हाँ। जिन बाम स्थानटा तुमे काटी छ लक्ष्मी से बाम स्थान रु गुटे बेल गछ जन्म हे जन्म हेबा आ आज थारु समस्त भक्त माने बेलपत्र देकर जदि मते पूजा करबे हाँ, हाँ। निश्चिंत भाव रे तांको डाक के मिश्रण सुनबे गो तो तेणु करी कर सेई बेलपत्र आमे मध्य हाँ। बाबा को अर्पण करबे लागो अरे ही परि बेला गछरो देखो जनम हेला गीते कहे रमाकांत
গো মনে ন করিতে না যেতে কহে রমাকান্ত গো মনে ন করিতে না। নুনি শুনলো তো বেলপত্র কথা মন কে গলা মন কে গলা যে গোটে কথা গো হ্যাঁ শিব পার্বতীর কথা কହୁଛ বেলে শিব পার্বতী